କହିବ କିଏ କଥାରେ ଯେ ଗାଏ ସେ ବୁଝେ ଅନୁଭବ ବିନା ବୁଝିବ କିଏ ସଂସାରେ। ପ୍ରକୃତ ପିଲାଟିଏ ଜନ୍ମ ହେଲେ ମା ବାପା କେତେ ଖୁସି ହୁଅନ୍ତି। ଆଜିକାଲିକା ପିଲା ଜନ୍ମ ହେଲା ପରେ ଯେତେବେଳେ ଚଢ଼େଇ ବସାରେ ଚଢ଼େଇ ଉଡ଼ିଲା ବେଳେ ତାକୁ ବାହା କରିଦିଆ ହେଉଛି, ଆଉ ସେ ବାପା ମାଆଙ୍କୁ ପଚାରୁ ନାହିଁ। ତେଣୁ ସେଇ ବିଷୟବସ୍ତୁ ଭିତରକୁ ଆସିଗଲେ ଆମେ ଦେଖିବା ବର୍ତ୍ତମାନ ଇଏ ରହିଲେ ଋଷି ଆଶ୍ରମରେ ରହିବା ଭିତରେ ଇଏ ମନେ ମନେ ଭାରି ବ୍ୟସ୍ତ ହୋଇ ପଡ଼ିଲେ। ରାତି ପାହିବ, 4ଟା ରାତିରେ ଯେତେବେଳେ ଉଠିକିରି ଋଷି ତାଙ୍କର ଚେଲାମାନଙ୍କୁ ଧରି ଓଙ୍କାର ଶବ୍ଦ ଉଚ୍ଚାରଣ କଲେ। ଅଲକ୍ଷ୍ମୀ ବିକଳ ହେଇ ଦୌଡ଼ିଲେ। ଅଲକ୍ଷ୍ମୀ ବିଫଳ ହେଇ ଦୌଡ଼ିଲେ, ପ୍ରାଣ ବିକଳରେ ପଳେଇଲେ ଗୋଟେ ନଈ କୂଳେ ଯାଇ ବସି ବସି। ଏମାନେ ଦୌଡ଼ିଲେ, କହିଲେ କାହିଁକି ପଳଉଛନ୍ତି? କାଲି ବାହା ହେଇଛନ୍ତି, ଚତୁର୍ଥୀ କର୍ମ ସରିନି, ଏ କ'ଣ ଦୌଡ଼ି ପଳେଇ ଯାଉଛନ୍ତି? ବଡ଼ ବ୍ୟସ୍ତ ବିବ୍ରତ ହେଇକି ସେ ଚାଲିଗଲା ପରେ ମନେ ମନେ ଭାରି ବ୍ୟସ୍ତ ହଉଥାନ୍ତି ଋଷି। କହିଲେ ଆରେ ଯାଅ ତାକୁ ଡାକିକି ଆଣ। ଋଷି ବି ଗଲେ। ସେ କହିଲେ ଆଉ ସେଠିକି ଯିବିନି। ଋଷି କହିଲେ କାହିଁକି ଯିବନି? ନା ମୁଁ ତମର ସେ ପରିବେଶ ଭିତରକୁ ସମ୍ଭାଳି ପାରୁନି। ତମର ଯୋଉ ଓଙ୍କାର ଧ୍ୱନି ମୋ ମୁଣ୍ଡ ଖରାପ କରିଦଉଛି। ଆଜି ସେ ତ ଲକ୍ଷ୍ମୀ, ତାଙ୍କୁ ପୁଣି ଭଲ ଲାଗିବ? ମହୁ ମାଛିକି ସିନା ମହୁ ଭଲ, ଆଉ ଗଣଗଣିଆ ମାଛିକି ତ ପୋଚା ସଢା ନର୍ଦ୍ଦମା ଭଲ ନା। ତେଣୁ ସେ ଭାରି ବ୍ୟସ୍ତ ହୋଇ ପଡ଼ିଲେ। କହିଲେ କ'ଣ କରିବା? ନାରାୟଣ ପାଖକୁ ଗଲେ। ନାରାୟଣ ଲକ୍ଷ୍ମୀ ଅଶ୍ୱତ୍ଥ ଗଛରେ ଅବସ୍ଥାନ କରନ୍ତି। ପହଞ୍ଚିଲା ପରେ ନାରାୟଣ କହିଲେ କ'ଣ କରିବ? ଆପଣ କ'ଣ ପାଇଁ ଆସିଲେ? ନା ଏଇ ଅସୁବିଧା। ଲକ୍ଷ୍ମୀଙ୍କ ପାଖରେ ଅଲକ୍ଷ୍ମୀ କହିଲା ମୁଁ ସେଠି ରହିପାରିବିନି, ମତେ ତମେ ଆଉ କିଛି ରଖ। ନାରାୟଣ କହିଲେ ଆମ ପାଖରେ ତ ତମେ ରହିପାରିବନି, ଆମ ପାଖରେ ଆଉ ଗୋଟେ ଅଶ୍ୱତ୍ଥ ଗଛ ଅଛି, ତୁମେ ସେଇ ଗଛରେ ଯାଇ ଅବସ୍ଥାନ କର, ଆମେ ଦେଖା ଦେଖି ହବା। ପାଖାପାଖି ଗଛ, ତୁମେ ଆମକୁ ଦେଖୁଥିବ, ଆମେ ତମକୁ ଦେଖିବୁ। କହିଲେ ହଁ ହଁ ମନକୁ ପାଇଲା। ମୋର ଭିଣେଇ ଭଉଣୀ କି ମୁଁ ଏଇଠୁ ଦେଖିବି। ଅତଏବ ଆମ ପାଠ ଭିତରେ ଅଛି ଅଲକ୍ଷ୍ମୀ କି ପୂଜା କଲେ 7 ଦିନରେ ଫଳ ପାଇବେ, ଲକ୍ଷ୍ମୀ ପୂଜା କଲେ ବୋଧେ ବର୍ଷ ବର୍ଷ ବିତିଯିବ, ଡେରି ହବ। ତାଙ୍କ ଭଲ ଫଳ ମିଳିବ କିନ୍ତୁ ବିଳମ୍ବ। ୟାଙ୍କଠୁ ଯୋଉ ଫଳ ମିଳିବ ସିଏ ଫଳ ଶୀଘ୍ର ମିଳିବ କିନ୍ତୁ କ୍ଷଣସ୍ଥାୟୀ। ଅତଏବ ସେଇ ଯୋଉ ଗଛରେ ଇଏ ଅବସ୍ଥାନ କଲେ, ସେଇ ଗଛ ଗୋଟିଏ ନୁହେଁ ଶହ ଶହ ସଂଖ୍ୟାରେ ଆମ ପରିବେଶକୁ ସୁରକ୍ଷା ଦେଉଛି। ଗୋଟିଏ ଗଛ ଯେଉଁ ଅମ୍ଳଜାନ ଆମକୁ ଦାନ କରେ, ଏ ସାରା ପୃଥିବୀର ସମସ୍ତଙ୍କର ନିଶ୍ୱାସ ପ୍ରଶ୍ୱାସକୁ ସଜାଡ଼ିବା ପାଇଁ ଏହା ହେଉଛି ଗୋଟେ ଅତ୍ୟନ୍ତ ସୁମାର୍ଗ।